ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ରେସିପି ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ତେଣୁ ଚାଲନ୍ତୁ ଏଇ ରେସିପିରେ ଆମେ ଦେଖିବା ଗୋଟିଏ 10 ଟଙ୍କିଆ ସିମେଇ କେମିତି ଆମେ ପ୍ରସ୍ତୁତ କରିବା, ଯେଉଁଟା ଅତି ସାଧାରଣ ଭାବରେ। ସେଥିରେ ନା ଆମର କିସମିସ୍ ପଡ଼ିଛି ନା କାଜୁ ପଡ଼ିଛି, ତେଣୁ ସେଇଥିରେ ଆମର ପ୍ରସ୍ତୁତ ହୋଇଛି 10 ଟଙ୍କିଆ ସିମେଇ, ଯେଉଁଥିରେ କେବଳ ପଡ଼ିଛି କ'ଣ ନା ଅମୁଲ ଆଉ 10 ଟଙ୍କିଆ ସିମେଇ ଆଉ 2ଟା ଗୁଜୁରାତି ଆଉ ରହିଲା ତେଜପତ୍ର 4ଟା, ସେଥିରେ ପ୍ରସ୍ତୁତ ହୋଇଛି। ତେଣୁ ଦେଖିପାରୁଥିବେ ବର୍ତ୍ତମାନ ମୁଁ ଘିଅ 2 ଚାମଚ ନେଇଯାଇଛି କଡ଼େଇରେ। ଗରମ ହୋଇସାରିଲା ପରେ ସେଥିରେ 10 ଟଙ୍କିଆ ଯେଉଁ ସିମେଇ ପ୍ୟାକେଟ୍ ଅଛି ସେଥିରେ ସିମେଇ ମୁଁ ତାକୁ ଗରମ କରିଛି। ତେଣୁ ଏଇଟା ତ ନର୍ମାଲ୍ ଖାଦ୍ୟ। ଏ ରେସିପି ପ୍ରାୟ ଓଡ଼ିଆ ଲୋକ ବା ସମସ୍ତ ଲୋକଙ୍କୁ ପ୍ରାୟ ଜଣା, କାହିଁକିନା ସିମେଇ ଆଉ ମ୍ୟାଗି ଏ ଦୁଇଟା ଆମର ଭାରି ଫେମସ୍। ତେଣୁ ସମସ୍ତଙ୍କୁ ପ୍ରାୟ ଏହାର ପ୍ରସ୍ତୁତ ପ୍ରଣାଳୀ ଜଣା। ତଥାପି ବି ଆମେ କେମିତି ପ୍ରସ୍ତୁତ କରିବା ତାକୁ ଟିକେ ଜାଣିନେବା, କାହିଁକିନା କେତେଜଣ ଥାଆନ୍ତି ଅନ୍ୟ ଉପରେ ନିର୍ଭର କରନ୍ତି ଯେ ଅନ୍ୟମାନେ ପ୍ରସ୍ତୁତ କଲେ ଆମେ ତାକୁ ଖାଇବା। ତେଣୁ ଆମେ କାହିଁକି ନ ଶିଖିବା? ତେଣୁ ଆମେ ନିହାତି ଶିଖିବା ଦରକାର। ଆଉ ତେଣୁ କେହି ନଥିଲେ ଆମେ ଅନ୍ୟ ଉପରେ ନିର୍ଭର କରିବାନି, ଏକା ଏକା କରିପାରିବା। ତେଣୁ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ସିମେଇ ଯେତେବେଳେ ଟିକେ ଅଳ୍ପ ଅଳ୍ପ ଲାଲ ହେଇଯିବ, ତା ଭିତରେ ମୁଁ ଟିକେ ଲୁଣ ପକାଇଛି, କାରଣ ଲୁଣ ନ ପକାଇଲେ ସିମେଇଟି ପାଣିଚିଆ ଲାଗିବ ଆଉ ଭଲ ଲାଗିବ ନାହିଁ। ଆଉ ଯେତେବେଳେ ପାଣିଟା ଅଳ୍ପ ଗରମ ହୋଇଯିବ ସେତେବେଳେ ଆପଣ ଅମୁଲଟା ଦେଇ ଗୋଳେଇବେ, କାହିଁକିନା ପାଣିଟା ଯଦି ବେଶୀ ଗରମ ହୋଇଗଲା ନା ତାହେଲେ ଅମୁଲଟା ଟେଳା ରହିବ, ସେ ମିଶିବ ନାହିଁ। ତେଣୁ ଏଇ ଅମୁଲ ଜାଗାରେ ଆପଣ ଚାହିଁଲେ କ୍ଷୀର ମଧ୍ୟ ନେଇପାରିବେ। କ୍ଷୀର ନେଲେ ଭଲ, ଯେହେତୁ କ୍ଷୀର ବର୍ତ୍ତମାନ ମାର୍କେଟରେ ଅଭାବ ଆଉ ଡୁପ୍ଲିକେଟ୍ କ୍ଷୀର ହିଁ ମିଳୁଛି। ତେଣୁ ତା ଅପେକ୍ଷା ଅମୁଲ ହିଁ ଭଲ, ସ୍ୱାସ୍ଥ୍ୟ ପକ୍ଷେ ଭଲ ଅମୁଲ କ୍ଷୀର ଅପେକ୍ଷା। କାହିଁକିନା କ୍ଷୀରରେ କ'ଣ କ'ଣ ମିଶା ହେଉଛି ତା ବି ଠିକ୍ ଠିକଣା ନାହିଁ। ହେଲେ ବି ଇଏ ଅମୁଲ ବ୍ରାଣ୍ଡଟି ଆପଣମାନେ ଜାଣିଥିବେ, ଯେଉଁଠି କ୍ଷୀରି ସ୍ପାଇସ୍ ସବୁ ପ୍ରସ୍ତୁତ କରାହୁଏ ସେଠି ଏ ଅମୁଲକୁ ହିଁ ରୋଷେଇଆମାନେ ରେଫର୍ କରିଥାନ୍ତି। କାହିଁକିନା ଅମୁଲ ଭଳିଆ ବ୍ରାଣ୍ଡ ଆଉ ଯେତେ କମ୍ପାନୀ ବାହାରିଲେ କେହି ହେଲେ ତା ଭଳିଆ କରିପାରିଲେ ନାହିଁ। ସମସ୍ତେ ମିଲ୍କ ପାଉଡ଼ର କାଢ଼ିଛନ୍ତି ସତ, କିନ୍ତୁ ଅମୁଲ ଭଳିଆ କେହି ଆଉ କାଢ଼ିପାରିଲେ ନାହିଁ। ତେଣୁ ଏ ହେଉଛି କଥା। ଏଠି ମୁଁ ମାତ୍ର 2.5 ଚାମଚ ଅମୁଲ ନେଇଛି, ବଡ଼ ଚାମଚରେ 2.5 ଚାମଚ ଅମୁଲ ନେଇଛି, ଆଉ 4ଟା ତେଜପତ୍ର ନେଇଛି। କାହିଁକିନା ତେଜପତ୍ର ଟିକେ ଛିଣ୍ଡେଇକି ପକାଇବା କଥା, କିନ୍ତୁ ମୋ ଝିଅ ଆଣିକି ତେଜପତ୍ର ଗୋଟା ଗୋଟା ଛାଡ଼ି ସାରିଲାଣି। ଆଉ ରହିଲା ଚିନି କଥା। ଚିନି ଆପଣ ଯେତିକି ଖାଇବେ ସେ ଅନୁସାରେ ଚିନି ନେବେ। ମିଠା ଅଧିକ ଯଦି ଦରକାର ତାହେଲେ ଆପଣ 3-4 ଚାମଚ ଚିନି ପକାଇ ପାରିବେ। ଯଦି 3 ଜଣ ଖାଉଛନ୍ତି ତାହେଲେ 4 ଚାମଚ ଚିନି ପକାଇ ପାରିବେ। ଆଉ ଯଦି 2 ଜଣ ଖାଉଛନ୍ତି ତାହେଲେ 3 ଚାମଚ ଚିନି। କାହିଁକିନା ଅଧିକ ମିଠା ହେଲେ ଛୁଆମାନଙ୍କୁ ଭଲ ଲାଗେ, କିନ୍ତୁ ବଡ଼ମାନଙ୍କୁ ଟିକେ ଭଲ ଲାଗେ ନାହିଁ। ତେଣୁ ଦେଖିପାରୁଥିବେ ସିମେଇ ବର୍ତ୍ତମାନ ରେଡ଼ି ହୋଇସାରିଛି, ଫୁଟିକି ବାମ୍ଫ ବାହାରିଲାଣି ଆଉ ତା'ର କଲର୍ ଆସିଲାଣି। ଆପଣ ଥମ୍ବନେଲ୍ ଦେଖି ଜାଣିପାରୁଥିବେ ନୋ କିସ୍ ନୋ ମିସ୍। ତା ଅର୍ଥ କ'ଣ? ଏଠି କିସମିସ୍ ମିଶି ନାହିଁ କି କାଜୁ ବି ମିଶି ନାହିଁ। ଆପଣ ଚାହିଁଲେ ଏଠି କିସମିସ୍, କାଜୁ, ପିସ୍ତା ବାଦାମ, ଏପରିକି ଚିନାବାଦାମ ମଧ୍ୟ ଗୁଣ୍ଡ କରି ଆପଣ ଦେଇପାରିବେ। କିଛି ନାହିଁ, ଯେମିତି ଆପଣ ପ୍ରସ୍ତୁତ କରିପାରିବେ ସେମିତି ଭଲ ଲାଗିବ ନିହାତି। ତେଣୁ ଏଠି କିସମିସ୍ ଆଉ କାଜୁର ଅଭାବରୁ ମୁଁ ଏଇଟା ସେ ନର୍ମାଲ୍ କରିଛି, କି ନର୍ମାଲ୍ ବହୁତ ଭଲ ଲାଗେ। ଆଉ କିସମିସ୍ କାଜୁ ଗୋଟେ ମାଧ୍ୟମ, ନହେଲେ ନର୍ମାଲ୍ରେ ବହୁତ ଭଲ ଲାଗେ। ଦେଖନ୍ତୁ ଏଇଟା 2ଟା ଗୁଜୁରାତିକୁ ମୁଁ ବର୍ତ୍ତମାନ ତାକୁ ଗୁଣ୍ଡ କରି ନେଇଛି।
ଆଉ ମୁଁ ତ ପ୍ରାୟ ଦେଶୀ ଭିଡ଼ିଓ ମୋ ଚ୍ୟାନେଲ୍ ମାଧ୍ୟମରେ ଛାଡ଼ିଛି, ତେଣୁ ଆପଣମାନେ ଦେଖିବେ। ଆଉ ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରିବେ, ମୋ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିବେ। ଆଉ ଏଭଳିଆ ବିଭିନ୍ନ ସୁନ୍ଦର ସ୍ଥାନ ଆଉ ଆମ ଓଡ଼ିଆଙ୍କର ସୁନ୍ଦର ସୁନ୍ଦର ରେସିପି ଚ୍ୟାନେଲ୍ ମାଧ୍ୟମରେ ଦେଖିବାକୁ ପାଇବେ। ତେଣୁ ପୁଣି ଦେଖା ହେବ ଆଉ ଗୋଟିଏ ସୁନ୍ଦର ଭିଡ଼ିଓରେ। ରଖୁଛି, ଭଲରେ ଥାଆନ୍ତୁ ସମସ୍ତେ। ଆଉ ଏଇଭଳିଆ ଭଲ ପାଇବା ଦେଇଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।